ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ମୋ ବିଷୟରେ ଆପଣମାନେ ଜାଣିଥିବେ କି ନାହିଁ ମୁଁ କହିଦେଉଛି। ମୁଁ ଗୋଟେ ଟ୍ୟୁସନ୍ ସାର୍। ମୁଁ ଏମିତି ଟ୍ୟୁସନ୍ କରି ଚଳେ। ଆଉ ମୋ ଘର ହେଲା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଭିତରେ ଗୋଟେ ଗାଁ ଅଛି, ରଙ୍କେଇ ଗ୍ରାମ। ଆଉ ଏମିତି ମୋର ପ୍ରଫେସନ୍ ତ ମୁଁ କହିଲି ଯେ ମୁଁ ଏମିତି ଟ୍ୟୁସନ୍ ଫ୍ୟୁସନ୍ କରି ଚଳେ। ଆଉ ମୁଁ ଏମିତି ଛୋଟିଆ ବ୍ଲଗ୍ ଚ୍ୟାନେଲ୍ ବି କରିଛି। ଆଉ ଆପଣମାନଙ୍କ ଟିକେ ସପୋର୍ଟ ବି ଦରକାର। ଆପଣଙ୍କ ସପୋର୍ଟ ନହେଲେ ବି କେହି ଆଗେଇ ପାରିବେନି। ତେଣୁ ସେଥିପାଇଁ ଆପଣଙ୍କୁ ଟିକେ ଅନୁରୋଧ, ଟିକେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବେ ଏବଂ ଟିକେ ଭିଡ଼ିଓ ଦେଖି ଟିକେ ଲାଇକ୍ କରିଦେବେ। ଆଉ ଏମିତି ଗାଁ ଗହଳି ଲୋକ ଆମେ ସବୁ, ଆମର କୌଣସି ଚଳିବା ବି ଏତେ ଷ୍ଟ୍ରଙ୍ଗ ନୁହେଁ। ତେଣୁ ୟୁଟ୍ୟୁବ୍ ମାଧ୍ୟମରେ ଆପଣଙ୍କ ସାଙ୍ଗରେ ସମ୍ପର୍କ କରିବା ପାଇଁ ମୁଁ ପ୍ରୟାସ କରିଛି। ତେଣୁ ଆପଣମାନେ, ମୁଁ ଆଶା କରେ ଆପଣମାନେ ଟିକେ ସପୋର୍ଟ ଦିଅନ୍ତୁ ଆଉ ଟିକେ ଭିଡ଼ିଓକୁ ଲାଇକ୍ ମଧ୍ୟ ଟିକେ କରିବେ। ମୋ ଗାଁଟା ଆଜ୍ଞା ଜଗତସିଂହପୁର ପାଖରୁ 20-22 କିଲୋମିଟର ପାଖାପାଖି ହେବ, ଦୂର ହେବ। ଏଠି ଆମର ଏଇଟା ହେଉଛି ତିର୍ତ୍ତୋଲ ବ୍ଲକ ଏବଂ ଏଠୁ ଏରସମା ଆମର ରହିଛି ପାଖାପାଖି 30 କିଲୋମିଟର ପାଖାପାଖି। ତେଣୁ ଆମେ ଏଇଟା ମାନେ ଯାଉଛନ୍ତି ବେଲ୍ଟ ଏରିଆ, ଯାଉଛନ୍ତି ଆମର କୋଷ୍ଟାଲ ବେଲ୍ଟ। କାଲି ଆମର ଆଡ଼େ ଜବର ବର୍ଷା ମଧ୍ୟ ହେଇଯାଇଛି। 2 ଥର କାଳବୈଶାଖୀ ହେଇସାରିଲାଣି। କାଲି ବର୍ଷାଟା ଟିକେ ବହୁତ ଅଧିକ ପରିମାଣ ହେଇଯାଇଛି। ୟା ପୂର୍ବରୁ ଯେଉଁ କାଳବୈଶାଖୀଟା ଥିଲା ସେଇଟା ଏତେ ଅଧିକ ପରିମାଣ ହେଇନଥିଲା, କିନ୍ତୁ କାଲି ଯେଉଁ ବର୍ଷାଟା ହେଲା ବହୁତ ଜୋର ହେଇଛି। ଏ କାଳବୈଶାଖୀ ବର୍ଷାଟା ଆଜି ପୁରା ସାଂଘାତିକ ହେଉଛି। ଏମିତି ବର୍ଷା ଯେଉଁ ଆମର 3 ଦିନ ତଳେ ହେଇଥିଲା ଏମିତି ହେଇନଥିଲା। ଜବର ବର୍ଷା, ବାବା ଦେଖନ୍ତୁ ବର୍ଷା। ଭାରି ଆନନ୍ଦ ଲାଗୁଛି ଏ ବର୍ଷାରେ। এটা দ্বিতীয় কালবৈশাখী। ବାରି ଘର ପୁରା ଏକଦମ ମାନେ ପାଣିରେ ଭରପୁର ହେଇଗଲେ। ଏମିତି ହେଇଥିଲା ପରଦିନ ବର୍ଷା। ଘଡ଼ଘଡ଼ି, ମେଘ, ପବନ ପାଣିକି ଚାଲିଛି। ଘରୁ ବାହାରି ହେଉନି। ବାହାରେ କ'ଣ ହେଲା, ଘର ଭିତରେ ଆମେ ସୁଟିଂ କରୁଛେ। ଘରୁ ବାହାରି ହେଉନି, ମେଘ ପବନ ଏତେ ଜୋର ହେଉଛି। ଏଇଟା ଆମର ଗାଁ ପାଖରେ ଗୋଟେ ନଈ ଯାଇଛି, ତାକୁ କିନ୍ତୁ ହଂସୁଆ ନଈ ତା କୁହନ୍ତି। ସେପଟେ ଆମର ବହୁତ ଗାଁ ମଧ୍ୟ ଦେଖାଯାଉଛି, ବିଲ ବାଡ଼ି ପଡ଼ିଆ ସବୁ ଆମର। ଏଇ ଗାଁ, ଏଇ ନଈଟା ହେଲା ହଂସୁଆ ନଈ। ଏ ନଈ ଆମର ବହୁତ ପରିଷ୍କାର ଥିଲା, ଦେଖନ୍ତୁ ବହୁତ ପରିଷ୍କାର ଥିଲା। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ କ'ଣ ଗୋଟେ ସଫେଇ କାମ ଆସିଲା, ଯେମିତି ନଈ ସଫା କରିବ। କ'ଣ ପୋସ୍କୋ, ଆମର ପାରାଦ୍ୱୀପରେ ପୋସ୍କୋ ଗୋଟେ କ'ଣ ହେବ, ସରକାର ଆମର ଯେଉଁ ଷ୍ଟିଲ୍ ପ୍ଲାଣ୍ଟ। ତେଣୁ ଏଇଠୁ ଆମର ୟା ଦ୍ୱାରା ମଧୁର ଜଳ ସେମାନେ ସବୁ ନେବେ। କିନ୍ତୁ ପୋସ୍କୋ ତ ଗଲା କୁଆଡ଼େ, ନଈ ଅବସ୍ଥା ଦେଖନ୍ତୁ। ଟୋଟାଲି ପାଣି ତ ନାହିଁ, ଖାଲି ଦଳ ପରିପୂର୍ଣ୍ଣ। ସେ ଆଗରୁ ଏ ନଈଟା ଭଲ ଥିଲା, ଲୋକ ଏଠି ଗାଧୋଉଥିଲେ, ମାଛ ବି ଧରୁଥିଲେ। କିନ୍ତୁ ବର୍ତ୍ତମାନ ମାଛ ତ ପ୍ରଶ୍ନ ନାହିଁ, ଲୋକ ତ ଗାଧୋଇବା ଦୂର କଥା, ମାଛ କ'ଣ ଧରିବେ ଏଠୁ। ଜାଲ ପକାଇ ଦେଖୁନାହାନ୍ତି, ଆଉ ସୁବିଧା କେତେ କ'ଣ ଜାଲକୁ ଏଠି ପକାଇବେ। ତେଣୁ ଏମିତି ସବୁ ଗଭର୍ଣ୍ଣମେଣ୍ଟର ସବୁ କାର୍ଯ୍ୟ। ମାନେ ସଫେଇ ନଈ କଲା, ଦେଖନ୍ତୁ ନଈ ଥିଲା କ'ଣ, ନଈ ସଫା ଥିଲା, ହେଇଗଲା ଯାକୁ ଅସଫା ହେଇଗଲା। ଏ ରାସ୍ତାଟା ଆମର ଏମିତି ଯାଇଛି, ସିଧା ଏରସମା ପାଖକୁ ଯାଇଛି। ଏପଟେ ହେଲେ ଏରସମା, ଏମିତି ବୁଲିଗଲେ ଆମର ଏପଟ ଲାଇନ୍ ହେଲା ଜଗତସିଂହପୁର ଯିବେ। ଏମିତି ଗୋଟେ ନଈ ବନ୍ଧ, ଏଇଟା ଦେଖନ୍ତୁ ରିଙ୍ଗ ରୋଡ଼। ତେଣୁ ଏଇଟା ବେଶୀ ଏଇଟା
एते भी नई बढ़ीगले पानी फानी टी आसेनी किंतु आम तल लेवुलटा देखुं सी टी लो अच्छी बंधटी तेणु आमर ये 4 वर्ष तले 3-4 वर्ष तले जो अधिक पानी होता से बंध डेईकि से मैंने गाँ आड़ पाटा पशुला लोक मैंने एमती व्यवसाय करती सब छेली फेली कर रखी गाँ लोक तो कौन करेंगे किए छेली पालुची किए बिले बारी धंदा एम सब लोक मैंने चलन सब अरे खासी केटा अच्छा ए वर्ष कम नुह दीटा हाँ हाँ बंध बंध कर सब घर मान सब सब नई बंध तलू सब बहुत खाले मान सब घर सब सब एमती आमर गाँ सेपटे आम गाँ रोचे ये सब गाँव सब जो मैंने सब घर सब बहुत भिड़ रहा से सब उठी आस सब ये नई बंध जगह सब था ये बंधक सब घर कर रही सब हाँ दर्शक बंधु आज ये आज ये छोटिया ब्लॉग टी आपको केमी लगे टे मतामत देवे दयाकोरी टे नुआ आसते बंधु चैनल सब्सक्राइब करदे टे लाइक करदे और भल लगे टे कमेंट करदे रोचे आपण सपोर्ट को अपेक्षा जय जगन्नाथ।